50 ଲକ୍ଷ ଟଙ୍କାରେ ନିର୍ମିତ ଆଶ୍ରୟସ୍ଥଳୀ ଖତ ଖାଉଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ବସ୍ଷ୍ଟାଣ୍ଡ ପଛପଟେ ନିର୍ମାଣ ହୋଇଛି ଆଶ୍ରୟସ୍ଥଳୀ। ହାଡ଼ଭଙ୍ଗା ଶୀତରେ ରାସ୍ତା କଡ଼ରେ ବାସହୀନମାନେ ରାତ୍ରି ଯାପନ କରୁଛନ୍ତି, କିନ୍ତୁ ଆଶ୍ରୟସ୍ଥଳୀରେ ତାଲା ପଡ଼ିଛି। ଭିତରେ ଖଟ ଶୌଚାଳୟ ରହିଛି। ଏଗୁଡ଼ିକ କାହା ସ୍ୱାର୍ଥରେ ନିର୍ମାଣ ହୋଇଛି? ଆଶ୍ରୟସ୍ଥଳୀ ସମ୍ମୁଖରେ ବସିବା ପାଇଁ ଛୋଟ ଗାର୍ଡେନ୍ ନିର୍ମାଣ ହୋଇ ଅଧପନ୍ତରିଆ ଭାବେ ପଡ଼ି ରହିଛି। ଆବର୍ଜନା ପାଣି ଗାର୍ଡେନ୍ର କୁଣ୍ଡ ଭିତରେ ରହି ପୋକ ମାଛି ଭାସୁଛନ୍ତି। 2019 ମସିହାରୁ 6 ବର୍ଷ ହେଲା ଏହି କୋଠା ନିର୍ମାଣ ଶେଷ ହୋଇ ଏବେ ନଷ୍ଟ ହେବା ଅବସ୍ଥାରେ ରହିଛି। ଆଜିକା ଏଇ ଏତେ ଶୀତରେ ଯୋଉ ବାସହୀନ ଲୋକ ଗୁଡାକ ବାହାରେ ଯୋଉ ଶୋଉଛନ୍ତି ତାଙ୍କ ପାଇଁ ଅନ୍ତତଃ ଦେହ ବ୍ୟବସ୍ଥା ସରକାର କିଛି କରିଥାନ୍ତେ। ଏଇଟା ମ୍ୟୁନିସିପାଲିଟି ଅଣ୍ଡରରେ ଅଛି କି ଆଉ ଗଭର୍ଣ୍ଣମେଣ୍ଟର ଆଉ କାହା ଅଣ୍ଡରରେ ଅଛି, କୋଉ ଡିପାର୍ଟମେଣ୍ଟ ଅଣ୍ଡର ଅଛି ଆମେ ତ ଜାଣିନୁ, କିନ୍ତୁ ଲୋକଙ୍କ କାମରେ ବିଲକୁଲ ଆସୁନି। ତ ଆଜି ପର୍ଯ୍ୟନ୍ତ ଇନୋଗ୍ରେସନ ହେଇନି ବୋଲି କହୁଛନ୍ତି। ପ୍ରାୟ 50-60 ଲକ୍ଷ ଟଙ୍କାରେ ଖର୍ଚ୍ଚ ହେଇଛି, ସବୁ ସୁବିଧା ଅଛି ଭିତରେ, ସେଟା ଆଜି ପର୍ଯ୍ୟନ୍ତ ଇନୋଗ୍ରେସନ ହେଇନି ବୋଲି କୌଣସି କାହାକୁ ଦିଆ ହଉନି। ସବୁ ଦାଣ୍ଡରେ ଏ ଯୋଉ ଭୀଷଣ ଥଣ୍ଡାରେ ବି ସମସ୍ତେ ବାହାରେ ଶୋଇଥାଉଛନ୍ତି। ସେଟା ଯଦି ଖୋଲା ହବ ବୋଲେ ଯୋଉ ଥଣ୍ଡା କାକରରେ ବାସହୀନ ଲୋକ ଯୋଉମାନେ ରୋଡ ତଳେ ଶୋଉଛନ୍ତି, ଗଛ ତଳେ, ସେମାନେ ଶୋଇଥାନ୍ତେ, ଟିକେ ଉପକୃତ ହେଇଥାନ୍ତେ। ବର୍ତ୍ତମାନ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶୀତର ପ୍ରକୋପ ଅଧିକ ଥିବା ଯୋଗୁଁ ଉକ୍ତ SOSଟି ବର୍ତ୍ତମାନ ରାତ୍ରିକାଳୀନ ବାସ ଉପଯୋଗୀ ପାଇଁ ବାସହୀନମାନଙ୍କ ପାଇଁ ବ୍ୟବହାର ହେଉଛି। ଆଉ ଯେତେବେଳେ ଆମର ବର୍ତ୍ତମାନ ଆମର ପ୍ରୋସେସ ଚାଲିଛି ଆମର SHG ଏଙ୍ଗେଜ କରିବା ପାଇଁ, SHG ଏଙ୍ଗେଜ କଲା ପରେ ତାହା ପୂର୍ଣ୍ଣ ମାତ୍ରାରେ ପରିଚାଳିତ